5 ବର୍ଷର ଝିଅ ଚିତ୍କାର କରୁଥିଲା, ମା ମୋତେ ଛାଡ଼ିଦେ। ହେଲେ ଅନ୍ତ ଫାଡ଼ି ଜନ୍ମ କରିଥିବା ସେ ପିଶାଚିନୀ ମା କିଛି ଶୁଣିବାକୁ ପ୍ରସ୍ତୁତ ନଥିଲା। ଶାଢ଼ୀ ଡୋରରେ ତଣ୍ଟିକୁ ଭିଡ଼ି ଧରିଥିଲା। ଝିଅ ଗଁ ଗଁ ହେଇ ଗୋଡ଼ ହାତ ଛାଟୁଥିଲା, ହେଲେ ମା'କୁ କିଛି ଫରକ ପଡ଼ୁନଥିଲା। ମା'ର ଗୋଟେ ଲକ୍ଷ୍ୟ ଥିଲା ଝିଅକୁ କେମିତି ମାରିବ ଆଉ ସେ ଖୁସି ହେବ। ଆପଣ ଭାବୁଛନ୍ତି କି ସେ ସାବତ ମା ବୋଲି? ତାହେଲେ ଆପଣ ଭୁଲ ଭାବୁଛନ୍ତି। ସେ ସେଇ ମା ଯିଏ 10 ମାସ 10 ଦିନ ଗର୍ଭ ଯନ୍ତ୍ରଣା ସହି ନିଜେ ଅନ୍ତ ଫାଡ଼ି ଏ ଝିଅକୁ ଜନ୍ମ ଦେଇଥିଲା। ହେଲେ କାରଣ କ'ଣ ଥିଲା? ପ୍ରେମ ନା ପରକୀୟା ପ୍ରୀତି ନା ଆଉ କିଛି? ଏସବୁ ଜାଣିବା ଆଜିର ଏ କାହାଣୀରେ। ହ୍ୟାଲୋ ହାଏ ନମସ୍କାର, ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ଥରେ ନଜର ପକାନ୍ତୁ ଏଇ କୁନି ଝିଅଟି ଉପରେ। ବୟସ ମାତ୍ର 5 ବର୍ଷ। ଦୁନିଆ କ'ଣ ଠିକ୍ରେ ଜାଣିନି। ମା'ର ପଣତକାନି ତଳେ ରହି ଦୁନିଆକୁ ଦେଖୁଥିଲା, ଦୁନିଆ ବିଷୟରେ ଜାଣୁଥିଲା। ହସି ଖେଳି ମିଠା ମିଠା କଥାରେ ସମସ୍ତଙ୍କ ପ୍ରିୟ ଥିଲା। ଆଉ ସେଇ ନିରୀହ ଡଉଲ ଡାଉଲ ଝିଅକୁ ତା ମା ନିଜ ହାତରେ ମାରିଦେଲା। ଝିଅ ଛାଟିପିଟି ହେଉଥିଲା, ଗୋଡ଼ ହାତ ପିଟି ପିଟି ଛାଡ଼ିଦେବାକୁ କହୁଥିଲା। ହେଲେ ମା ନିଜ ପିଶାଚିନୀ ରୂପ ଦେଖେଇ ଚାଲିଥିଲା। ଆଉ କେମିତି ନିଜ ଝିଅକୁ ମାରିବ ସେଇଟା ତାର ଗୋଟେ ମାତ୍ର ଲକ୍ଷ୍ୟ ଥିଲା। ଏମିତି ହୃଦୟ ବିଦାରକ ଘଟଣା ଆଉ କେଉଁଠି ନୁହେଁ। ଏମିତି ଘଟଣା ଆମ ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲା ବୀରମହାଜପୁର ଅଞ୍ଚଳରେ ଦେଖିବାକୁ ମିଳିଛି। ଆଉ ଯିଏ ଝିଅକୁ ମାରିଛି ସେ କୋଉ ସାବତ ମା କି ଧରମ ମା ନୁହେଁ, ବରଂ 10 ମାସ 10 ଦିନ ଗର୍ଭ ଯନ୍ତ୍ରଣା ସହି ଅନ୍ତ ଫାଡ଼ି ଜନ୍ମ ଦେଇଥିବା ମା ନିଜ ଶାଢ଼ୀର ଡୋରରେ ଭିଡ଼ି ଭିଡ଼ି ମାରିଛି। ଥରେ ଭାବିଲେ ଏଇ ନିରୀହ ଛୁଆଟିକୁ କେତେ କଷ୍ଟ ହୋଇନଥିବ। ହେଲେ ଜଣେ ମା ନିଜ ଝିଅ ପାଇଁ ଏତେ ନୃଶଂସ କେମିତି ହୋଇପାରିଲା? ଘଟଣା ସମ୍ପର୍କରେ ପୋଲିସ ଜାଣିବା ପରେ ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟରେ ଏହି ଛୋଟ ଝିଅର ଶ୍ୱାସରୁଦ୍ଧ ହୋଇ ମରିବାର ରିପୋର୍ଟ ଆସିଥିଲା। ପୋଲିସ ସନ୍ଦେହ କରି ତଦନ୍ତକୁ ଜୋରଦାର କରିଥିଲା। ଆଉ ଜାଣିବାକୁ ପାଇଲା ଯେ ନିଜ ମା ହିଁ ଝିଅକୁ ମାରିଛି। ଯେତେବେଳେ ପୋଲିସ ଏହି ମା'କୁ ଗିରଫ କରି ଥାନାକୁ ଆଣି ପଚାରିଲା, ମା ଯାହା କହିଥିଲା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। 10 ଦିନ ତଳେ ଏହି ପିଶାଚିନୀ ମା'କୁ କୁଆଡ଼େ ସ୍ୱପ୍ନାଦେଶ ହୋଇଥିଲା ନିଜ ଝିଅକୁ ମାରିଦେବାକୁ। ଆଉ ସେହି ସ୍ୱପ୍ନାଦେଶର ଆଦେଶ ପାଳନ କରିବାକୁ ଯାଇ ଝିଅକୁ ମାରିଦେଲା। ଆଚ୍ଛା କହିଲେ, ଯଦି ନିଜ ଝିଅକୁ ମାରିବାକୁ ସ୍ୱପ୍ନାଦେଶ ହେଲା ଆଉ ମାରିସାରିବା ପରେ ତାକୁ ଜେଲ୍ ହେବ କି ନାହିଁ ସେଇଟା ସ୍ୱପ୍ନରେ ଦେଖିପାରିଲା ନାହିଁ କେମିତି? ଛି ରେ ମା ଛି, ତୁ ମା ନା ଗୋଟେ କଳଙ୍କିନୀ ନା ଗୋଟେ ପିଶାଚିନୀ? ତତେ ଭଗବାନ ମା ହିଁ କରିବାର ନଥିଲା। ଓଡ଼ିଆରେ ଗୋଟେ କଥା ଅଛି ଆଜ୍ଞା, ତୁ ମା ହେବା ଅପେକ୍ଷା ବାଞ୍ଝ ହୋଇଥିଲେ ଭଲ ହୋଇଥାନ୍ତା। ତୋର ମା ହେବାର ଯୋଗ୍ୟତା ନାହିଁ। କ'ଣ ଠିକ୍ କହିଲି ନା? ଆଜ୍ଞା ସତ କହିବି, ଏମିତି ମା'କୁ ଯେତେ ଭାଷା ଅଛି କହିଲେ ବି କମ୍ ପଡ଼ିବ। ସତ କହିଲେ ଏଇ ପିଶାଚିନୀ ମା କ'ଣ ସତରେ ସ୍ୱପ୍ନାଦେଶ ପାଇ ଝିଅକୁ ଏମିତି ନିର୍ମମ ଭାବରେ ହତ୍ୟା କରିଛି ନା ଆଉ କ'ଣ କାରଣ ଅଛି ଯାହାକୁ ପୋଲିସ ଭଲ ଭାବରେ ତଦନ୍ତ କରି ପୁରା ଖୁଲାସା କରିବାର ଆବଶ୍ୟକତା ଅଛି? ଆପଣଙ୍କୁ କ'ଣ ଲାଗୁଛି ସ୍ୱପ୍ନାଦେଶ ହିଁ ଏକମାତ୍ର କାରଣ ନା ଆଉ କିଛି ରହସ୍ୟ ୟା ଭିତରେ ଲୁଚି ରହିଛି? ଆଉ ଏମିତି ଡାହାଣୀ ମା'କୁ କେମିତି ଦଣ୍ଡ ମିଳିବା ଦରକାର କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ, ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।